ସମସ୍ତଙ୍କୁ ନମସ୍କାର। ନମସ୍କାର। ସନ୍ତୁ ଜିସାୟ 52 ପର୍ବର 7 ପଦ ପଢିବା। ଜିସାୟ 52 ତାର 7 ପଦ ଯଦି ପାଇଛନ୍ତି ତାହେଲେ ମୁଁ ପଢୁଛି। ଯେଉଁ ଜନ ସୁସମାଚାର ଆଣୁଅଛି, ଯେ ଶାନ୍ତି ପ୍ରଚାର କରିଅଛି, ଯେ ମଙ୍ଗଳର ସୁସମାଚାର ଆଣୁଅଛି, ଯେ ପରିତ୍ରାଣ ପ୍ରଚାର କରିଅଛି, ଯେ ସିଓନକୁ ତୁମ୍ଭ ପରମେଶ୍ୱର ରାଜ୍ୟ କରନ୍ତି ବୋଲି କହୁଅଛି, ତାହାର ଚରଣ ପର୍ବତ ଗଣର ଉପରେ କିପରି ଶୋଭା ପାଏ। ଆଉ ଗୋଟେ ପଦ, କେମିତି ଅଛନ୍ତି ଆପଣମାନେ? ଭଲ ଅଛନ୍ତି କି? ଭଲ। ଆଜି ଡାଇରେକ୍ଟ ଓଡ଼ିଆରେ କରିବା ନା ସୌରା ଓଡ଼ିଆ? ଡାଇରେକ୍ଟ ଓଡ଼ିଆରେ ଓକେ, ମତେ ଆହୁରି ସହଜ କଲ, ଧନ୍ୟବାଦ। ତ ଏ ଜାଗାରେ କଣ ଲେଖା ହେଇଛି? ଏ ଜାଗାରେ ଯେଉଁ ଜନ ସୁସମାଚାର ଆଣୁଅଛି, ଯେ ଶାନ୍ତିର ପ୍ରଚାର କରୁଅଛି, ଯେ ମଙ୍ଗଳର ସୁସମାଚାର ଆଣୁଅଛି, ଯେ ପରିତ୍ରାଣର ପ୍ରଚାର କରୁଅଛି। ସତରେ କେତେ ମୂଲ୍ୟବାନ ବିଷୟଟି ଲେଖା ହେଇଛି। ଏ ବାକ୍ୟଟା ନୂତନ ନିୟମରେ ଥିଲେ ଏଇଟା ଯୀଶୁଙ୍କର ସମୟ ଠାରୁ ଯୀଶୁଙ୍କର ପରେ ଏଇଟା ଲେଖା ଯାଇଛି ବଢିଆ ବୋଲି। କିନ୍ତୁ ଯେତେବେଳେ ଦେଖୁଛୁ ଯୀଶୁ ଜନ୍ମ ହେବାର 600 ବର୍ଷ ପୂର୍ବରୁ ଲେଖା ଯାଇଛି ଏଠି, ଜିସାୟ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା। ସେ ଲେଖାଯାଇଛି କଣ ବୋଲି? ଯେଉଁ ଜନ ସୁସମାଚାର ଆଣୁଅଛି, ଯେ ଶାନ୍ତିର ପ୍ରଚାର କରିଅଛି, ଯେ ମଙ୍ଗଳର ସୁସମାଚାର ଆଣିଅଛି, ଯେ ପରିତ୍ରାଣର ଯେ ପରିତ୍ରାଣର ପ୍ରଚାର କରୁଅଛି ଲେଖା ହେଇଛି। ଏ ଯୋଉ ଏଠି ଲେଖା ହେଇଛି ତାର ଚରଣ କେମିତି? ତାର ଚରଣ ଶୋଭା ମାନେ ବିୟୁଟିଫୁଲ। ସତରେ ଆମର ଚରଣ କେମିତିକାଟା? ବିୟୁଟିଫୁଲ। କାଲି ମଧ୍ୟ ସେମାନଙ୍କର ଚରଣକୁ ପରମେଶ୍ୱର କେମିତି କଲେ? ରଥର ଶବ୍ଦ, ଘୋଳାର ଶବ୍ଦ, ସୈନ୍ୟମାନଙ୍କର ଶବ୍ଦ। ସେମାନେ ପଡ଼ିକି ଉଠିବା, ଯେତେବେଳେ ପଡ଼ିକି ଉଠୁଛନ୍ତି, ଚାରିକୁଷ୍ଟି ଚାଲି ବି ପାରୁନାହାନ୍ତି। ଜଣେ ପଡ଼ିଲେ ଆଉ ଜଣେ ଉଠଉଛି, ଆଉ ଜଣେ ଉଠେଇଲା ଗୋଟେ ଆଉ ଜଣେ ପଡ଼ି ଯାଉଛନ୍ତି। ସେମାନେ କେମିତି ଯାଇଥିବେ ଟିକେ ଇମାଜିନ୍ କର, ସେ 4 ଜଣ। କିନ୍ତୁ ସେ ଶବ୍ଦକୁ ପରମେଶ୍ୱର ମହା ଶବ୍ଦରେ ପରିଣତ କଲେ। ସେମିତି ଆମମାନଙ୍କ ପାଖରେ ଏ ସୁସମାଚାର କେମିତି ପହଞ୍ଚିଲା? ଏ ସୁସମାଚାର ଆମମାନଙ୍କ ମଧ୍ୟକୁ କେମିତି ପହଞ୍ଚିଲା? ସେଠି ଯାହାର ଚରଣ କି ଶୋଭା ଥିଲା, ତାହା ଦ୍ୱାରା ପହଞ୍ଚିଲା ଆମ ପାଖରେ। ସିଏ ଆମ ପାଖରେ ଆସି କଣ କଲା? ମଙ୍ଗଳରୁ ସୁସମାଚାର କହିଲା, ଆଣିଲା। ଆଉ କଣ ଆଣିଲା? ପରିତ୍ରାଣ ପ୍ରଚାର କରି ଆସିଲା। ପରିତ୍ରାଣ ବାକ୍ୟ କହି ଆଣିଲା। ସେଠି ଆମେ ପରିତ୍ରାଣକୁ ପାଇଛୁ। ପରିତ୍ରାଣ ପାଇଲା ପରେ ଆମ ହୃଦୟ ଭିତରେ ଅନେକ ଦୁର୍ବଳତା ଦ୍ୱାରା ଧରା ଯାଇକି, ଅବିଶ୍ୱାସରେ ବନ୍ଧା ହେଇକି, ଅସାଧ୍ୟ ଅଭାବ ହେଇକି, ନିଜକୁ ଦେଖିକି ଝିକା ଅଟରାଇକି ଆମେ ବଞ୍ଚିକି ଆସୁଛୁ। କିନ୍ତୁ ପିଲିପି 1 ପର୍ବ କାଢନ୍ତୁ। ପିଲିପି 1 ପର୍ବରେ କେମିତିକା ଭରସା ଆମମାନଙ୍କ ଭିତରେ ରଖାଯାଇଛି। ଜଣେ ଯେମିତି ଯୀଶୁଙ୍କୁ ଭେଟିଲା ପରେ ତା ଭିତରେ କେମିତିକା ଭରସା ତା ଭିତରେ ସ୍ଥାପିତ ହେଲା, ଆଉ ସିଏ କେମିତି କହୁଛନ୍ତି ସେ ବିଷୟ ଦେଖିବା। ପିଲିପି 1 ପର୍ବର 6 ପଦ। କାରଣ ଯେ ତୁମମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତା ସାଧନ କରି ସିଦ୍ଧ କରିବେ। ଏହା ତ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ।
ତ ଏଠି ଯୋଉ ଉତ୍ତମ କାର୍ଯ୍ୟ ଲେଖା ଯେଟା ଅଛି ପରିତ୍ରାଣ। ଆମ ଭିତରେ କିଏ ଉତ୍ତମ କାର୍ଯ୍ୟ ଆରମ୍ଭ କଲେ, କିଏ ପରିତ୍ରାଣ ଆମକୁ ଦେଲେ? ପରିତ୍ରାଣ ଆମେ ନିଜ ଦ୍ୱାରା ପାଇନୁ, ପରିତ୍ରାଣ ଅନୁଗ୍ରହ ଦ୍ୱାରା ପାଇଛୁ ଆମେ। ହଁ, ଏପିସିଓ 2 ପର୍ବର 8 ପଦରେ ଲେଖା ହେଇଛି, ନିଜଟା ରୁହେ ନାହିଁ, ତା ଈଶ୍ୱରଙ୍କ ଦାନ ବୋଲି। ସେଠି ଆମ ଭିତରେ, ମୋ ହୃଦୟ ଭିତରେ ଉତ୍ତମ କାର୍ଯ୍ୟ, ଏ ପରିତ୍ରାଣ କିଏ ଦେଇଛି, କିଏ ଆରମ୍ଭ କରିଛି? ଆଉ ଏଇଟା ଯୀଶୁଙ୍କ ଦିନ ପର୍ଯ୍ୟନ୍ତ କଣ କରାଯିବ? ସାଧନ କରି ସିଦ୍ଧ କରିବେ। ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଫେଲ ହେବାଟା ନାହିଁ। ସତରେ କେତେ ଆଶ୍ଚର୍ଯ୍ୟଜନକ ଏ ବାକ୍ୟ ଆମମାନଙ୍କ ହୃଦୟ ପାଇଁ, ଆମମାନଙ୍କ ଜୀବନ ପାଇଁ, ଆମମାନଙ୍କର ଆତ୍ମିକ ଜୀବନ ପାଇଁ। ଏହା କେବଳ ସମ୍ଭବ ହୁଏ ସେ ଜାଗାରେ, ଯୋଉ ଜାଗାରେ କି ଜଣେ ଦାସ ଅଛନ୍ତି ଯିଏକି ଆତ୍ମା ଦ୍ୱାରା ଚାଳିତ ହଉଛନ୍ତି। ତାଙ୍କ ତଳେ ଯେ ଆମମାନଙ୍କୁ ରଖିଛନ୍ତି, ଏ ବିଷୟ ଆମ ହୃଦୟ ଭିତରେ ଯେତେବେଳେ ଆମେ ଆବିଷ୍କାର କରି ଦେଖିବା, ସେ ସମୟରେ ଆମେ ଦହଲିବାନି। ଯେତେବେଳେ ଶିଷ୍ୟମାନେ ଯୀଶୁଙ୍କୁ ଉଠଉଛନ୍ତି, କଣ ପାଇଁ? ସେମାନେ ପ୍ରଥମେ ସେ ଝଡ଼କୁ, ପବନକୁ, ଲହଡ଼ିକୁ ଦେଖୁଛନ୍ତି ଆଉ ଡରି ଯାଉଛନ୍ତି। କିନ୍ତୁ ତାଙ୍କ ହୃଦୟ ଭିତରେ ଶେଷର ଶେଷରେ ତାଙ୍କ ହୃଦୟ କୋଉ ଜାଗାରେ ସ୍ଥିର ହେଲା? ଯୀଶୁଙ୍କୁ ଉଠେଇଲେ। ତ ଆମ ଭିତରେ ମଧ୍ୟ ଅନେକ ଅଭାବ ଅଛି, ଡର ଅଛି, ଉଦ୍ବିଗ୍ନତା ଅଛି। କିନ୍ତୁ ସେ ସମୟରେ ମୁଁ କେବଳ ସେ ପବନକୁ, ଝଡ଼କୁ, ସେ ଲହଡ଼ିକୁ ଅନେଇକି ସେତିକିରେ ଶେଷ କରୁଛି ମୋ ଜୀବନ, ନା ଯୀଶୁଙ୍କୁ ଉଠଉଛି ମୁଁ? ହଁ, ମୋ ହୃଦୟ ଭିତରେ ଉତ୍ତମ କାର୍ଯ୍ୟ ସିଏ ଆରମ୍ଭ କଲେ, ଈଶ୍ୱର ଆରମ୍ଭ କଲେ। ସେଥିପାଇଁ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତା ସାଧନ କରିବା ଲୋକ ସିଏ, ଆଉ ସିଦ୍ଧ ହିଁ କରିବେ। ଏହିପରି ଯେତେବେଳେ ଆମେ ଦୃଢ଼ ରୂପେ ବିଶ୍ୱାସ ରଖିବା, ସେ ସମୟରେ ଦହଲିବାନି। ଆମ ଦ୍ୱାରା ଅନେକ ଅନେକ ଧୈର୍ଯ୍ୟଶୀଳ ହେବେ, ଅନେକ ସେମାନେ ବଳବାନ ହେବେ, ଅନେକ ଆମ ମୁହଁକୁ ଦେଖୁ ଦେଖୁ ସେମାନେ ଖୁସି ହେବେ, ଆମ ମୁହଁକୁ ଦେଖୁ ଦେଖୁ ସେମାନେ ଆଶାରେ ପରିପୂର୍ଣ୍ଣ ହେବେ, ଆମ ମୁହଁକୁ ଦେଖୁ ଦେଖୁ ସେମାନେ ବଞ୍ଚିବେ, ଆମ ମୁହଁକୁ ଦେଖୁ ଦେଖୁ ସେମାନେ ପରିବର୍ତ୍ତନ ହେବେ। ଏମିତିକା ଶକ୍ତି ଆମମାନଙ୍କୁ ପରମେଶ୍ୱର ଦେଇଛନ୍ତି। ତ ଯେତେବେଳେ ଯୀଶୁ ଗୋଟେ ପଦ କହୁ କହୁ ଭୂତ ଆଉ ରହିଲାନି। ମାଥିଉ 8 ପର୍ବର 16 ପଦ ଯଦି ପଢିବା, ସେଠି ଲେଖାଯାଇଛି ଯେ ଯୀଶୁ ପଦେ କହିବା ମାତ୍ରେ ଆଉ ଭୂତ ରହିଲାନି। ଆଉ ଯେତିକି ରୋଗଗ୍ରସ୍ତ, ଭୂତଗ୍ରସ୍ତ ଲୋକମାନେ ଯୀଶୁଙ୍କ ସାମ୍ନାକୁ ଅଣାଗଲା, ପଦେ କହୁ କହୁ ସବୁ ସମାଧାନ। ଆଉ ସେ ଯୀଶୁ ଆମମାନଙ୍କ ହୃଦୟରେ ଅଛନ୍ତି। ପରମେଶ୍ୱର ଆମମାନଙ୍କୁ ଛାଡ଼ି ନାହାନ୍ତି, ପରମେଶ୍ୱର ଆମକୁ ପରିତ୍ୟାଗ କରିନାହାନ୍ତି। ପରମେଶ୍ୱର ଆମମାନଙ୍କୁ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି। ପରମେଶ୍ୱର ଆମକୁ ଯେଉଁ ସୁସମାଚାର ଦେଇଛନ୍ତି, ବର୍ତ୍ତମାନ ଆମର ପାଦ କେମିତି ଦେଖ, ବ୍ୟୁଟିଫୁଲ ଲେଖା ହେଇଛି। ଆମର ଯେ ପାଦ ସୁନ୍ଦର ହେଇଛି ଏମିତି ନାହିଁ। ତ ଆମେ ସେ ସୁସମାଚାରକୁ ବୁଣୁଛୁ, ଆମ ହୃଦୟ ଭିତରେ ସେ ମଙ୍ଗଳର ସୁସମାଚାର ପରିପୂର୍ଣ୍ଣ ହେଇକି ଅଛି। ଆମ ହୃଦୟ ଭିତରେ ପରିତ୍ରାଣର ପ୍ରଚାର କରିବାର ଶକ୍ତିକୁ, ଆଉ ମନ ଆଉ ହୃଦୟକୁ ପରମେଶ୍ୱର ରଖିଛନ୍ତି। ସେଥିପାଇଁ ଆମର ଚରଣ ଶୋଭାଯୁକ୍ତ, ସେଥିପାଇଁ ଆମ ଚରଣ ବ୍ୟୁଟିଫୁଲ ଅଟେ। ସେ ସୁସମାଚାର ବ୍ୟୁଟିଫୁଲ, ମୁଁ ନୁହେଁ। ଆଉ ସେ ସୁସମାଚାର ମତେ ଧରିଛି। ମୁଁ ଆଜି କୋଉ ହୃଦୟ ନେଇକି ପାଦ କାଢୁଛି, କୋଉ ହୃଦୟ ନେଇକି ମୁଁ ଆଜି ବଞ୍ଚୁଛି, ତାହା ମୂଲ୍ୟବାନ। ଯଦି ଶେଷରେ ଅକ୍ଷୟ ପୁତ୍ର ବାପାଙ୍କର ସ୍ୱର, ବାପା ଯେ କଥା କହୁଛନ୍ତି, ସେ ବିଷୟ ଦ୍ୱାରା ପରିବର୍ତ୍ତନ ହଉଛି। ତା ପାଦରେ ଯେତେବେଳେ ଦେଖୁଛି ପୁତ୍ରର ଜୋତା ଅଛି, ପୁତ୍ରର ପାଦୁକା ଅଛି, ଯେତେବେଳେ ତା ଆଙ୍ଗୁଠିକୁ ସେ ଅନଉଛି, ସେ ସମୟରେ ଓ ପୁତ୍ରର ଆଙ୍ଗୁଠି ଅଛି, ମୁଦି ଅଛି। ଯେତେବେଳେ ବସ୍ତ୍ରକୁ ଦେଖୁଛି, ସେ ଦାସର ବସ୍ତ୍ର ନୁହେଁ, କି ଅନ୍ୟ କୌଣସି ଲୋକର ବସ୍ତ୍ର ତାକୁ ପରିଧାନ କରାଯାଏ ନାହିଁ।
ସେ ପୁତ୍ରର ବସ୍ତ୍ର ପରିଧାନ କରାଯାଇଛି। କେବଳ ତା ହୃଦୟ ଭିତରେ ଯେତେବେଳେ ଦେଖୁଛୁ, ଶେଷରେ କୋଉ ଜାଗାରେ ସ୍ଥିର ହେଲା। ଯେମିତି ଶିଷ୍ୟମାନଙ୍କ ସାମ୍ନାରେ କ'ଣ ଅଛି? ଶିଷ୍ୟମାନଙ୍କ ସାମ୍ନାରେ ଝଡ଼ ଅଛି, ପବନ ଅଛି, ଲହଡ଼ି ଭୟଙ୍କର ଆସୁଛି, ଡଙ୍ଗା ନୌକା ଭିତରେ ପାଣି ପ୍ରବେଶ କରୁଛି, ଦେଖାଯାଉଛି, କିନ୍ତୁ ତାଙ୍କ ହୃଦୟ କୋଉ ଜାଗାରେ ସ୍ଥିର ହେଲା? ଯୀଶୁଙ୍କୁ ଉଠେଇଲେ। ତାଙ୍କ ହୃଦୟ ଭିତରେ ସେମାନେ ଯୀଶୁଙ୍କ ଦ୍ୱାରା ଯୀଶୁଙ୍କ ପର୍ଯ୍ୟନ୍ତ ପହଞ୍ଚିଲେ ଆଉ ଯୀଶୁଙ୍କୁ ଉଠେଇଲେ। ଆଜି ମଧ୍ୟ ଆମ ପାଖରେ ବହୁତ ଗୁଡ଼ିଏ ବିଷୟ ଅଛି। ବୁଦ୍ଧିର ଅଭାବ ଅଛି, ପାଠର ଅଭାବ ଅଛି, ଅର୍ଥର ଅଭାବ ଅଛି, ଦେହର ସମସ୍ୟା ଅଛି, ଘରର ସମସ୍ୟା ଅଛି, କିନ୍ତୁ ଶେଷରେ ମୁଁ କୋଉ ଜାଗାରେ ଅଟକି ଯାଉଛି, କୋଉ ଜାଗାରେ ମୁଁ ପହଞ୍ଚୁଛି, ମୋ ହୃଦୟ କୋଉ ଜାଗାରେ ସ୍ଥିର ହଉଛି? ସେ ଜାଗା ହଉଛି ଯୀଶୁ, ସେ ଜାଗା ହଉଛି ବାକ୍ୟ। ତାହେଲେ ନିଶ୍ଚୟ କେମିତି ଆମେ ଯେ ସେ ଜାଗାରେ ପହଞ୍ଚିକି ଚେଷ୍ଟା କରିବା ସେମିତି ନାହିଁ। ପ୍ରଭୁ କହୁଛନ୍ତି, ମୁଁ ତୋର ହୃଦୟ ଭିତରେ ସୁସମାଚାରକୁ ରଖିଛି, ତୋର ହୃଦୟ ଭିତରେ ମୁଁ ଶାନ୍ତିର ସୁସମାଚାର ପ୍ରଚାର କରିବା ପାଇଁ ଶକ୍ତିକୁ ଦେଇଛି, ମଙ୍ଗଳର ସୁସମାଚାର ତୋ ହୃଦୟ ଭିତରେ ରଖିଛି, ପରିତ୍ରାଣ ପ୍ରଚାର କରିବାର ଶକ୍ତିକୁ ଦେଇଛି। ସେଥିପାଇଁ ତୋର ଚରଣ ଦେଖେ, ବ୍ୟୁଟିଫୁଲ, ତୋର ଚରଣ ଦେଖେ ଶୋଭାରେ ପରିପୂର୍ଣ୍ଣ। আর ଅର୍ଥ ସୁସମାଚାର ମୁଁ ମୋତେ ଧରିଛି, ସୁସମାଚାର ମୋତେ ଆଗେଇକି ନଉଛି। ଏ ବିଷୟ ଯଦି ମୁଁ ଗ୍ରହଣ କରିବି, ତାହେଲେ ନିଶ୍ଚୟ ସେଠି ଯୀଶୁ ପାଖରେ ମୁଁ ଅଟକିବି। ନିଶ୍ଚୟ ସେ ବାପାର ସ୍ୱର ମୋତେ ପରିବର୍ତ୍ତନ କରିବ। ବାପାର ସ୍ୱରରେ ଆପୟ ପୁତ୍ର ପରିବର୍ତ୍ତନ ହେଲା। ତାକୁ ଯଦି ଏବେ ସାକ୍ଷ୍ୟ ଦେବା ପାଇଁ କହିବା, ତାହେଲେ ସତରେ ବାପାଙ୍କ ସାମ୍ନାରେ ଗୋଟେ ପଦ ବି ମୋର ମୂଲ୍ୟବାନ ନାହିଁ। ମୂଲ୍ୟବାନ ହେଉଛି ମୋ ହୃଦୟ ଭିତରେ ବାପାଙ୍କର ଗୋଟେ ପଦ, ମୋ ହୃଦୟ ଭିତରେ ମୂଲ୍ୟବାନ। ମୋର ଠାରୁ ବାହାରୁଥିବା ପଦ ଦ୍ୱାରା କେବେ ମଧ୍ୟ ବାପାଙ୍କ ସାମ୍ନାରେ ମୂଲ୍ୟବାନ ନୁହେଁ। କିନ୍ତୁ ବର୍ତ୍ତମାନ ସେ ତା ହୃଦୟ ଭିତରେ କୋଉ ବିଷୟ ବାହାରୁଛି? ବାପାଙ୍କର ସ୍ୱର, ବାପାଙ୍କର ଶବ୍ଦ ବାହାରୁଛି, ବାପାଙ୍କର ବାକ୍ୟ ବାହାରୁଛି। ସେଥିପାଇଁ ସିଏ ବହୁତ ମୂଲ୍ୟବାନ ଅଟେ। ସତରେ ଯେତେବେଳେ ଦେଖୁଛୁ ଏ ଯୋଉ ଚାରିକୃଷ୍ଟି, ଏ ଚାରିକୃଷ୍ଟି ମାନେ ଦୁର୍ଭିକ୍ଷ ଦ୍ୱାରା ଧରା ଯାଇଛନ୍ତି। ସେମାନଙ୍କ ପାଖରେ ଅନ୍ୟ କୌଣସି ବାହାରୁ ଶକ୍ତି ଆସିବ ଏମିତି ବିଷୟ ବି ନାହିଁ। କାରଣ ସେମାନେ ଭଲରେ ଜାଣିଛନ୍ତି ଚାହୁଁଣିବାରେ ସେ କ୍ୟାପ୍ଟେନ୍ ସୈନ୍ୟମାନଙ୍କ ସହିତ ଅଛି, ସେ ରାଜା ପୁରା ଅବରୋଧ କରିକି ଅଛି, ଜଗିକି ଅଛି। ସେମାନେ ବହୁତ ଶକ୍ତିଶାଳୀ। କିନ୍ତୁ ସମରିଆ ନଗର ଭିତରେ ଏମିତି କୌଣସି ଲୋକ ନାହିଁ, ଯୋଦ୍ଧା ବି ନାହିଁ କି ଶକ୍ତିଶାଳୀ ଲୋକ ନାହାନ୍ତି। ସେଥିପାଇଁ କ'ଣ ହେଇଛି? ତାଙ୍କ ହୃଦୟ ଭିତରେ ସେ ବିଷୟ ଲିଭି ଯାଇଛି। ବର୍ତ୍ତମାନ ଦୁର୍ଭିକ୍ଷ ଧରା ଯାଇଛନ୍ତି। ତାଙ୍କ ହୃଦୟ ଭିତରେ କେବଳ ଦୁର୍ଭିକ୍ଷ ପରିପୂର୍ଣ୍ଣ ହେଇକି ଅଛି। ବର୍ତ୍ତମାନ ଦୁର୍ଭିକ୍ଷ ସେମାନଙ୍କୁ ଧରିଛି। ସେଥିପାଇଁ ସେମାନେ ଗଧର ମୁଣ୍ଡକୁ କାପ୍ତାର ନିଜ ପିଲାକୁ ସିଝେଇକି ସେମାନେ ଖାଇବା ଅବସ୍ଥାରେ, ଯେତେବେଳେ ସେ ଚାରିକୃଷ୍ଟିଙ୍କର ଦ୍ୱାରା ପ୍ରଭୁଙ୍କର ସ୍ୱର ଯେତେବେଳେ ତାଙ୍କ କାନକୁ ବାଜୁଛି, ଆଉ ସେମାନେ ଗଧ ମୁଣ୍ଡ ପାଖରେ ନାହାନ୍ତି, କାପ୍ତାର ମଳ ଧରିକି ନାହାନ୍ତି, କି ନିଜ ପିଲାର ସିଝେଇବାର ବିଷୟ ନାହିଁ। ସବୁ ବିଷୟ ଅତିକ୍ରମ କଲେ। କେମିତି? ପରମେଶ୍ୱର ସେମାନଙ୍କୁ ପ୍ରେମ କରିଅଛନ୍ତି। ପରମେଶ୍ୱର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯାଉଛନ୍ତି। ସେଥିପାଇଁ ଚାରିକୃଷ୍ଟି କହୁଛନ୍ତି, ଆମେ ଭଲ କରୁନୁ, ପାପ କରୁଛୁ। ଆଜି ସୁସମ୍ବାଦର ଦିନ, ଆମେ ତୁନିକି କ'ଣ ପାଇଁ ରହିବା? ସକାଳ ପର୍ଯ୍ୟନ୍ତ କ'ଣ ପାଇଁ ଚୁପଚାପ ରହିବା? ଚାଲ। ସେମାନେ ଶାନ୍ତିର ସୁସମାଚାର ଧରିକି ଯାଉଛନ୍ତି। ତାଙ୍କର ବର୍ତ୍ତମାନ ପାଦ କେମିତି ବ୍ୟୁଟିଫୁଲ,
ଦେଖିଲେ ପୂଜ ବାହାରୁଥିବ, ଖଣ୍ଡିଆ କବର ହେଇଥିବ, କାର ଆଙ୍ଗୁଠି ଗୋଡର ଆଙ୍ଗୁଠି ଥିବ ନଥିବ। କିନ୍ତୁ ଯେତେବେଳେ ସେମାନେ ସୁସମାଚାର ପାଇଁ ପାଦ କାଢୁଛନ୍ତି, କେତେ ବ୍ୟୁଟିଫୁଲ, କେତେ କେତେ ଶୋଭା, କେତେ ମହାନ। ଆଉ ସେମାନଙ୍କ ଦ୍ୱାରା ଅଶୁଚି ସେମାନେ ସେମାନେ ଗାଁ ଭିତରେ ପ୍ରବେଶ କରିପାରିବେ ନାହିଁ। ନିଜର ସ୍ତ୍ରୀ କି ନିଜର ସ୍ୱାମୀ, ନିଜ ପିଲାମାନଙ୍କୁ, ନିଜ ଗାଁ ଲୋକମାନଙ୍କୁ କଥା ହେବା ପାଇଁ ହେଲେ 100 ମିଟର ଦୂର, 100 ମିଟର ଦୂରରୁ କଥା ହେବାର ଅଛି। 100 ମିଟର ଦୂରରୁ ମାନେ ଯେମିତିକି ପାଟି କରିବାର ଅଛି, ପାଟି କରି କହିବାର ଅଛି। କାହାର ତ କୁଷ୍ଠ ରୋଗ ହେଇକି ତା ପାଟିକୁ ଘା ହେଇକି ଖଣ୍ଡିଆ ଖବର ହେଇଥିବ, ତାର ଦାନ୍ତ ନଥିବ, କିଏ ଜାଣିଛି। ସେମାନେ କଥା ହେବା ପାଇଁ ମଧ୍ୟ ଅନୁଗ୍ରହ ଦରକାର। କିନ୍ତୁ ପରମେଶ୍ୱର ସେମାନଙ୍କୁ ବ୍ୟବହାର କଲେ। ଯେତେବେଳେ ସେମାନଙ୍କ ଦ୍ୱାରା ସ୍ୱର ଉଠାଗଲା, ସେ ସମୟରେ ମହାଦୁର୍ଭିକ୍ଷ ଦ୍ୱାରା ଧରା ଯାଇଥିବା ଲୋକମାନେ ସମ୍ପୂର୍ଣ୍ଣ ସେମାନେ ସର୍ବତ୍ର ବିଜୟ ହେଲେ। ଆଉ ଲାଷ୍ଟକୁ ତାଙ୍କ ହୃଦୟ ଭିତରେ କଣ ହେଲା? ହଁ, ପରମେଶ୍ୱରଙ୍କର ଦାସଙ୍କର କଥା ଠିକ ଥିଲା, ସତ୍ୟ ସେଇଟା ଏକା। କିନ୍ତୁ ଆମ ହୃଦୟ ଭିତରେ ଏଟା କାଲି ଗୋଟେ ଗପ, ପରମେଶ୍ୱରଙ୍କ ଦାସଙ୍କ କଥା ସତ, ଏଟା ଗପ, ଏମିତି ଥିଲା। ଯେମିତିରେ ତେଲୁଗୁରେ କହିବେ ବୋର କଥା ବୋଲି, ଗପ ପରି ଥିଲା। କିନ୍ତୁ ବର୍ତ୍ତମାନ ତାଙ୍କ ହୃଦୟ ଭିତରେ ଦୁର୍ଭିକ୍ଷ ଗପ। ସେମାନେ ଏବେ ଯୋଉ ଜାଗାରେ ଗଲେ ବି ଦୁର୍ଭିକ୍ଷକୁ ଡରିବେ ନାହିଁ। କଣ ପାଇଁ? ସେ ଦୁର୍ଭିକ୍ଷରୁ କେମିତି ପ୍ରଭୁ ଉଦ୍ଧାର କରିବେ କଲେ। ସେଥିପାଇଁ ତାଙ୍କ ହୃଦୟ ଭିତରେ କଣ ଥିବ ଜାଣିଛନ୍ତି? ତାଙ୍କ ହୃଦୟ ଭିତରେ କରନ୍ତୀୟ 10 ପର୍ବର 13 ପଦ ଥିବ। ଯଦି ପରମେଶ୍ୱର ଆମକୁ ପରୀକ୍ଷା କରୁଛନ୍ତି, କିନ୍ତୁ ଏ ପରୀକ୍ଷା ସମ୍ଭାଳି ପାରିବାର ପରୀକ୍ଷା, ସହିପାରିବାର ପରୀକ୍ଷା। ଆଉ ସହିପାରିବାର ପରୀକ୍ଷା ଦେଉଛନ୍ତି ସେତିକି ନୁହେଁ, କିନ୍ତୁ ସେ ପରୀକ୍ଷାରୁ ଉଦ୍ଧାର କରିବାର ରାସ୍ତା ମଧ୍ୟ ପ୍ରଭୁ ରଖିଛନ୍ତି। ସେ ସମୟରେ ସେମାନଙ୍କ ହୃଦୟରେ କଣ ହବ? ହଁ, ପ୍ରଭୁ ନିଶ୍ଚୟ ସେଠି ରାସ୍ତା ଖୋଲୁଛନ୍ତି। ସେ ରାସ୍ତା କାହିଁ ଖୋଜିବେ? ଏମାନେ କଣ ପାଇଁ ଚାରିକୁଷ୍ଠିଙ୍କ ଦ୍ୱାରା ଆମେ ଉଦ୍ଧାର ପାଇବା ବୋଲି ଆଗରୁ ସେମାନେ ବିଶ୍ୱାସକୁ ପାଇଲେ ନାହିଁ? ଯେହେତୁ ସେମାନେ ଦୁର୍ଭିକ୍ଷ ଦ୍ୱାରା ଧରାଗଲେ। କଣ ସ୍ୱର୍ଗର କବାଟ ଖୋଲିଲେ ବି ସମ୍ଭବ ଏଟା? ଏ ବିଷୟ ତାଙ୍କ ହୃଦୟ ଭିତରେ ସ୍ଥାପିତ ହେଲା। କିନ୍ତୁ ପରମେଶ୍ୱର ନିଜେ କାମ କଲେ ସେମାନଙ୍କୁ ଉଦ୍ଧାର କରିବା ପାଇଁ। ସେଥିପାଇଁ ସେମାନେ କଣ ହେଲେ? ସେଥିପାଇଁ ସେମାନେ ରୋମୀ 8 ପର୍ବର 37ରେ ଯୋଉଟା ଲେଖା ହେଇଛି, ତଥାପି ଯେ ଆମମାନଙ୍କୁ ପ୍ରେମ କରିଅଛନ୍ତି ତାଙ୍କ ଦ୍ୱାରା ଏଇ ସମସ୍ତ ବିଷୟ ସର୍ବତ ଭାବେ ବିଜୟ ଅଟୁ। ଆମେ ହଉଛୁ ସେ ଲୋକ। ସେଥିପାଇଁ ପରମେଶ୍ୱର ଆମର କେବଳ ସାମ୍ନାରେ ଅଛନ୍ତି ଏମିତି ନାହିଁ, କିନ୍ତୁ ପରମେଶ୍ୱର ଆମର ସାମ୍ନାରେ କେବଳ ନାହାନ୍ତି, କିନ୍ତୁ ପରମେଶ୍ୱର ଆମର ପଛରେ ବି ଅଛନ୍ତି। ଚାଲନ୍ତୁ ସେ ବାକ୍ୟ ଦେଖିବା। ମାନେ ଯିଶାୟ 52 ପର୍ବ କାଢନ୍ତୁ। ପରମେଶ୍ୱର ଆମମାନଙ୍କ ସହିତ କେମିତି ଅଛନ୍ତି ସେଠି ଲେଖା ହେଇଛି। ଯିଶାୟ 52 ପର୍ବର 52ର 12 ପଦ। ପାଇଲେ କି? ପଢିବି। କାରଣ ତୁମମାନେ ତରତର ହୋଇ ବାହାରି ଯିବ ନାହିଁ, କିଏ ବା ତୁମମାନେ ପଳାୟନ କରି ବାହାରି ଯିବ ନାହିଁ। କାରଣ ସଦାପ୍ରଭୁ ତୁମମାନଙ୍କର ଆଗେ ଆଗେ ଗମନ କରିବେ ଓ ଇସ୍ରାଏଲର ପରମେଶ୍ୱର ତୁମମାନଙ୍କର ପଶ୍ଚାତବର୍ତ୍ତୀ ହେବେ। ଏଠି ଲେଖା ହେଇଛି କେବଳ ପରମେଶ୍ୱର ଆଗେ ଆଗେ ଯାଆନ୍ତି ସେମିତି ନାହିଁ, ଆମ ପଛରେ ମଧ୍ୟ ପରମେଶ୍ୱର ଅଛନ୍ତି। ପଛରେ ମଧ୍ୟ ପରମେଶ୍ୱର ଆମକୁ ଠିଆ ହେଇଛନ୍ତି। ପରମେଶ୍ୱର ଆମକୁ ଆଗେ ଆଗେ ନେଉଛନ୍ତି ସେମିତି ନାହିଁ, ଆମ ପଛରେ ମଧ୍ୟ କିଏ ଅଛନ୍ତି? ପରମେଶ୍ୱର ଅଛନ୍ତି। ଆଗରେ ବି ପରମେଶ୍ୱର ଅଛନ୍ତି, ପଛରେ ମଧ୍ୟ ପରମେଶ୍ୱର ଅଛନ୍ତି। ତେଣୁ ବର୍ତ୍ତମାନ ମୁଁ ଆଜି କେମିତି ଅଛି ଅନାବଶ୍ୟକ, କିନ୍ତୁ ମୋ ପଛରେ କିଏ ଅଛନ୍ତି?
ପ୍ରଭୁ ଅଛନ୍ତି। ମୋର ଆଗରେ ବି ପ୍ରଭୁ ଅଛନ୍ତି, ମୋ ପଛରେ ବି ପ୍ରଭୁ ଅଛନ୍ତି। ସେଠି ଏଠି ଲେଖା ହେଇଛି, ତରତର ହୋଇ ବାହାରି ଯିବ ନାହିଁ, କି ତମାନେ ପଳେଇବ ନାହିଁ ବାହାରକୁ। କଣ ପାଇଁ ଯିବୁ ନାହିଁ? ଓ, ଏଥିପାଇଁ କି? କଣ ସେଟା କାରଣ? ସଦାପ୍ରଭୁ ତୁମମାନଙ୍କର ଆଗେ ଆଗେ ଗମନ କରିବେ ଓ ଇସ୍ରାଏଲର ପରମେଶ୍ୱର ତୁମମାନଙ୍କର ପଶ୍ଚାତବର୍ତ୍ତୀ ହେବେ। ଏଥିପାଇଁ ତରହରେଇକି ନ ଯିବା ପାଇଁ କୁହାଯାଉଛି, ଏଥିପାଇଁ ଏଠାରୁ ବାହାରେ ନ ଯିବା ପାଇଁ କୁହାଯାଉଛି। ଅପୟ ପୁତ୍ର ଯଦି ଜାଣିଥାନ୍ତା, ବାପା ମୋର ଆରମ୍ଭ, ବାପା ମୋର ଶେଷ, ବାପା ମୋର ଆଗରେ, ବାପା ମୋର ପଛରେ ଛିଡ଼ା ହେଇଛନ୍ତି, ତାହେଲେ କେବେ ମଧ୍ୟ ନିଜର ସମ୍ପତ୍ତି ମାଗିନଥାନ୍ତା। ସେ ବାହାରେ ଯାଇନଥାନ୍ତା। ସେ ତରହର ହେଇକି ସବୁ ନେଇକି ସେ କଦାଚାର ଜୀବନ ବିତାଇ ନଥାନ୍ତା। ସେ ଜାଣିନାହିଁ। ସେଥିପାଇଁ ପରମେଶ୍ୱର ଆଜି ଆମକୁ କହୁଛନ୍ତି, ମୁଁ ତମମାନଙ୍କୁ ବାଛିଲି, ତମମାନଙ୍କ ହୃଦୟରେ ମୁଁ ପରିତ୍ରାଣକୁ ଦେଲି, ଉତ୍ତମ କାର୍ଯ୍ୟ କଲି, ଆଉ ଯୀଶୁଙ୍କର ଦିନ ପର୍ଯ୍ୟନ୍ତ ସାଧନ କରିବି ଆଉ ସିଦ୍ଧ କରିବି। ଏପରି ଦୃଢ଼ ବିଶ୍ୱାସ ରଖ ବୋଲି କହୁଛନ୍ତି। ସେଥିପାଇଁ ପରମେଶ୍ୱର ଆମକୁ କହୁଛନ୍ତି, କୌଣସି ବିଷୟରେ ତରହର ହଉନାହିଁ, ତୁ ଯାଉନା। କଣ ପାଇଁ? ଯେହେତୁ ତୋର ଆଗରେ ମୁଁ ଅଛି, ପଛରେ ମଧ୍ୟ ଅଛି। ମୋର ଆଗରେ ପ୍ରଭୁ, ପଛରେ ମଧ୍ୟ ପ୍ରଭୁ। କେତେ ମୂଲ୍ୟବାନ ବିଷୟ। ସତରେ ପରମେଶ୍ୱର ଏପରି ମୂଲ୍ୟବାନ ସୁସମାଚାର ଆମମାନଙ୍କୁ ଦେଇଛନ୍ତି। ଅନେକ ଲୋକମାନେ ଅଛନ୍ତି ଯେଉଁମାନେ କି এই ମୂଲ୍ୟବାନ ସୁସମାଚାରକୁ ପାଉନାହାନ୍ତି। ସତରେ କଣ, ଏ ବାଇବେଲକୁ ଧରିକି ମୁଁ ଚର୍ଚ୍ଚକୁ ଯାଉନଥିଲି କି? ଏ ବାଇବେଲକୁ ଧରିକି ମୁଁ ଚର୍ଚ୍ଚକୁ ଯାଉଥିଲି। ଏ ବାଇବେଲ କାକେଇକି ଯାଉଥିଲି। କିନ୍ତୁ ଯେତେବେଳେ ଏବେ ମୁଁ ଦେଖୁଛି ଏ ବାଇବେଲ ଭିତରେ ଯେ ବାକ୍ୟ କେତେ ମୂଲ୍ୟବାନ, ମୋ ହୃଦୟ ସହିତ କନେକ୍ଟ ହଉଛି, ଶକ୍ତି ଉତ୍ପତ୍ତି ହଉଛି, ଶକ୍ତି ନିର୍ଗତ ହଉଛି, ପ୍ରବାହିତ ହଉଛି। ଏବେ ବାକ୍ୟ ଶୁଣିଲା ପରେ ଯୋଉ ପାୱାର ପାଉଛି, ପରିତ୍ରାଣ ପୂର୍ବରୁ କିଛି ବି ନାହିଁ। ଯେମିତିକି ଗୋଟେ ବୋଟଲ ଅଛି, କୁଆଡ଼େ ରଖିଲି ବୋଟଲ? ବୋଟଲ ଅଛି, ମୁଁ ଆଜି ନେଇଛି, ଏଟା ଦେଖାଯାଉନି ବୋଧେ ନା? ଏ ବୋଟଲ ଅଛି, ଯଦି କଣା ଥିବ, କଣା ଥିଲେ କେତେ ପାଣି ଭରିଲେ ବି କଣ ହବ? ଖାଲି ହବ। ପରିତ୍ରାଣ ପୂର୍ବରୁ ସେମିତି ହିଁ ଥିଲା। ଆଉ ଯିଏ ମଧ୍ୟ ବାକ୍ୟ ମୋ ହୃଦୟ ଭିତରେ ମୋ ଜୀବନ ପାଇଁ ଦଉଥିଲା, ପ୍ରଚାର କରୁଥିଲା, ସେ ଲୋକ କେବେ ମଧ୍ୟ ତାର ପାଦ ଶୋଭାଯୁକ୍ତ ନଥିଲା। ସିଏ କେବେ ମଧ୍ୟ ମଙ୍ଗଳର ସୁସମାଚାର କଣ ଜାଣିନଥିଲା। ସେ କେବେ ମଧ୍ୟ ପରିତ୍ରାଣର ବାକ୍ୟ ପ୍ରଚାର କରୁନଥିଲା। ସେଥିପାଇଁ ମୋ ହୃଦୟ ଭିତରେ ଶୁଣିବା ପୂର୍ବରୁ ଶୁଣିଲା ପରେ ସମାନ। କିନ୍ତୁ ଏବେ ଯେତେବେଳେ ଦେଖୁଛି ସମ୍ପୂର୍ଣ୍ଣ ଅଲଗା। ପ୍ରଭୁ କନେକ୍ଟ କରୁଛନ୍ତି, ସଂଯୁକ୍ତ କରୁଛନ୍ତି। ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ ନୂଆ ନୂଆ ହୃଦୟ ନେଇକି ଚାଳିତ କରୁଛନ୍ତି। ସେଥିପାଇଁ ଆମର ପାଦ କେମିତି? ଆମର ପାଦ ହଉଛି ବହୁତ ଉତ୍ତମ, ବହୁତ ସୁନ୍ଦର, ଶୋଭା। କିଏ କହୁଛନ୍ତି? ପ୍ରଭୁ କହୁଛନ୍ତି। କେମିତି? ସୁସମାଚାର ଯେହେତୁ ଆମକୁ ଦେଇଛନ୍ତି, ଆମ ହୃଦୟ ଭିତରେ ପରିତ୍ରାଣର ବାକ୍ୟ ଅଛି, ଆମ ଭିତରେ ମଙ୍ଗଳର ସୁସମାଚାର ଅଛି। ଆମେ ହଉଛୁ ସେ ଶାନ୍ତି ପ୍ରଚାର କରିବା ଲୋକ। ଆମେ ହଉଛୁ ସେ ଲୋକ। ସେଥିପାଇଁ ଏ ଯୋଉ ପର୍ବତ ଲେଖା ହେଇଛି, ସିଓନର ପର୍ବତ, ଏଟା ହଉଛି ସ୍ୱର୍ଗର ବିଷୟ, ବାକ୍ୟର ବିଷୟ, ଆତ୍ମାର ବିଷୟ, ଆତ୍ମାର ପର୍ବତ। ସତରେ ଯେତେବେଳେ ଦେଖୁଛୁ, ଆଜି ମଧ୍ୟ ମୁଁ ମୋ ମଣ୍ଡଳୀ ସହିତ ଟିକେ ମୁଁ ପ୍ରେୟାର ମିଟିଂ ରଖିଲି। ସେଥିପାଇଁ ଆଜି ଟାଇମ୍ ଚେଞ୍ଜ ହେଲା, ତ ମୁଁ ସମସ୍ତଙ୍କୁ ଫୋନ୍ କରିକି ଡାକିଲି। ତ ସେମାନେ ବି ଆସିଲେ, ପ୍ରେୟାର ମିଟିଂ କଲୁ, ବହୁତ ସୁନ୍ଦର ଭାବରେ କଥାବାର୍ତ୍ତା ହେଲୁ। ଆଉ ମୂଲ୍ୟବାନ ଭାବରେ ପରମେଶ୍ୱର ଆଗକୁ ମଧ୍ୟ କାମ କରିବେ। ଆଉ ଆପଣମାନେ ପର୍ସନାଲରେ ମଧ୍ୟ ପ୍ରେୟାର କରନ୍ତୁ। 17 ତାରିଖ ଅଛି କାଣ୍ଟାଟା। ସବୁ ପରମିଶନ ପାଇଲୁ।
କିନ୍ତୁ ବସ୍ ସେ ଭିତରେ ଯାଇପାରିବ ନାହିଁ। ତ ବହୁତ ଗୁଡ଼ିଏ ଷ୍ଟେଜ ଅଛି, ପ୍ରପ୍ସ ଅଛି, ସେ ଭିତରକୁ ଯିବାର ଅଛି। ସେଟା ମୁଁ ଅନୁଗ୍ରହ ଦରକାର। ତାର ଅଛି ରାସ୍ତା ମଧ୍ୟ ଛୋଟ, ଜାଣିନୁ କେମିତି ସିଫ୍ଟ କରିବେ, କିନ୍ତୁ ସେ ଜାଗାରେ ହବ। କଣ ପାଇଁ? ଯେହେତୁ ପରମେଶ୍ୱର କହୁଛନ୍ତି ଯେ ଯୀଶୁଙ୍କର ଦିନ ପର୍ଯ୍ୟନ୍ତ ସାଧନ କରିକି ସିଦ୍ଧ କରିବି ବୋଲି। ସେଥିପାଇଁ ଯିଶାୟା 52 ପର୍ବର 7 ପଦ ଆଉ 12 ପଦ ହୃଦୟରେ ରଖନ୍ତୁ। ମୋର ପାଦ କଣ ଶୋଭା, ଆର ଅର୍ଥ ବହୁତ ସୁନ୍ଦର, ବ୍ୟୁଟିଫୁଲ ବୋଲି ଲେଖା ହେଇଛି ଇଂଲିଶ ବାଇବଲ। ଆଉ 12 ପଦରେ ପ୍ରଭୁ କଣ କହୁଛନ୍ତି? ତରହର ହୋଇକି ଯାଉନା, ବାହାରିକି ଯାଉନା, ବାକ୍ୟରୁ ବାହାରିକି ଯାଉନା, ମଣ୍ଡଳୀର ସ୍ୱରରୁ ତୁ ପଳେଇ ଯାଉନା। କଣ ପାଇଁ? ଯେହେତୁ ପ୍ରଭୁ ତୋର ଆଗରେ ଅଛନ୍ତି, ତୋର ପଛରେ ମଧ୍ୟ ପ୍ରଭୁ ଅଛନ୍ତି। ହଁ, ପ୍ରଭୁ ମୋର ଆଗରେ ଅଛନ୍ତି, ପ୍ରଭୁ ମୋର ପଛରେ ଅଛନ୍ତି। ମୁଁ ଭୟ କରିବି କି? ମୁଁ ଡରିବି କି? ଡରୁନି। ଆଜି ଯଦି ମୁଁ ଡରୁଛି, ବାକ୍ୟକୁ ମୁଁ ତୁଚ୍ଛ କରୁଛି, ବାକ୍ୟକୁ ମୁଁ ଅବିଶ୍ୱାସ କରୁଛି, ସେଥିପାଇଁ ଥର ରହୁଛି। କିନ୍ତୁ ପ୍ରଭୁ କଣ କହୁଛନ୍ତି? ପ୍ରଭୁ ତମର ଆଗେ ଆଗେ ଅଛନ୍ତି, ଚାଲୁଛନ୍ତି, ଆଉ ତମର ପଛରେ ମଧ୍ୟ ଅଛନ୍ତି। ସେଥିରେ କେତେ ମୂଲ୍ୟବାନ ବାକ୍ୟ ପ୍ରଭୁ ଆମକୁ ଦେଇଛନ୍ତି। ସେଥିପାଇଁ ମୁଁ ବିଶ୍ୱାସ କରୁଛି ଯେ ଏ ବାକ୍ୟ ଦ୍ୱାରା ପ୍ରଭୁ ହୃଦୟକୁ ଦେଇଛନ୍ତି। ପ୍ରାର୍ଥନା କରିବା, ଶେଷ କରିବା। ପରମେଶ୍ୱର ତମକୁ ଧନ୍ୟବାଦ ଦେଉଛି ସମୟ ପାଇଁ। ତମେ ଆମମାନଙ୍କୁ ଅନୁଗ୍ରହକୁ ଦେଲ। ଯେତେବେଳେ ଦେଖୁଛୁ ପ୍ରଭୁ, କିଛି ବି ଜାଣିନଥିଲୁ, ନିଜର ଓଜକି ନିଜର ଧାର୍ମିକତା ସ୍ଥାପନ କରି 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 ବଞ୍ଚିକି ଥିଲୁ। କିନ୍ତୁ ପ୍ରଭୁ, ଯାହା ଜ୍ଞାନ ଯୁକ୍ତ ନାହିଁ ସେ ବିଷୟକୁ, ଯାହାର ପାଦ ଶୋଭାଯୁକ୍ତ ଥିଲା ସେ ଦାସଙ୍କୁ ତମେ ଭେଟେଇଲ ଆମକୁ। ତାଙ୍କଠାରୁ ମଙ୍ଗଳର ସୁସମାଚାର, ଶାନ୍ତିର ସୁସମାଚାର, ପରିତ୍ରାଣର ସୁସମାଚାର ଶୁଣେଇଲ ଆଉ ପରିତ୍ରାଣକୁ ଦେଲ। ଆମ ହୃଦୟ ଭିତରେ ଉତ୍ତମ କାର୍ଯ୍ୟ କଲ। ହଁ ପ୍ରଭୁ, ଯେଉଁ କାର୍ଯ୍ୟ କଲ ତମେ ଯୀଶୁଙ୍କର ଦିନ ପର୍ଯ୍ୟନ୍ତ ସାଧନ କରି ସିଦ୍ଧ କରିଅଛ, ସେଥିପାଇଁ ଧନ୍ୟବାଦ ଦେଉଛୁ ପ୍ରଭୁ। ଅନେକ ସମୟରେ ପ୍ରଭୁ ଅଭାବ ହୋଇକି, ଦୁର୍ବଳତା ଦ୍ୱାରା ଧରା ଯାଇକି, ପ୍ରଭୁ ଥର ରହିକି ତମ ବାକ୍ୟଠାରୁ, ତମ ଦାସଙ୍କ ହୃଦୟ ଠାରୁ ବାହାରିକି ଯାଉଛୁ। କିନ୍ତୁ ଆଜି ଦେଖେଇଲ ତମେ ଥର ରହିକି ଯାଉନ, କାରଣ ତମ ଆଗରେ ପ୍ରଭୁ ଅଛନ୍ତି, ପଛରେ ମଧ୍ୟ ପ୍ରଭୁ ଅଛନ୍ତି। ଯଦି ବା ସମସ୍ୟା ଅଛି, ଅଭାବ ଅଛି, ଦୁର୍ବଳତା ଅଛି, କିନ୍ତୁ ମୋ ଆଗରେ ଆଉ ମୋର ପଛରେ ପ୍ରଭୁ ଅଛନ୍ତି। ମୋର ପାଦ ଶୋଭାଯୁକ୍ତ, ଆଉ ମୋ ହୃଦୟ ଭିତରେ ଉତ୍ତମ କାର୍ଯ୍ୟ ପ୍ରଭୁ ତମେ କଲ। ସେଥିପାଇଁ କୌଣସି ବିଷୟ ଅଭାବ ହବ ନାହିଁ। ବାକ୍ୟ ଦ୍ୱାରା ସ୍ଥିର କରୁଅଛ, ସେଥିପାଇଁ ଧନ୍ୟବାଦ ଦେଉଛୁ। ଯେତିକି ଯେଉଁରେ ବସିଛୁ, ସମସ୍ତଙ୍କ ଘର, ତାଙ୍କ ଗାଁରେ ଯଦି କୌଣସି ଲୋକ ପୀଡ଼ିତ, ଅସୁସ୍ଥତା, ଜ୍ୱରରେ ଅଛନ୍ତି, ଅଭାବରେ ଅଛନ୍ତି, ବିଶ୍ୱାସରେ ଦୁର୍ବଳରେ ଅଛନ୍ତି ପ୍ରଭୁ, ତାହେଲେ ତମେ ଯାଅ, ବଳବାନ କରାଅ, ସୁସ୍ଥତାକୁ ଦିଅ, ସ୍ପର୍ଶ କର। ଆମ ଗାଁରେ ପ୍ରଭୁ, ସେମାନେ କେବେ ମୋତେ ବିଶ୍ୱାସ କରୁନାହାନ୍ତି ଯେ ଆମ ଦ୍ୱାରା ସେମାନେ ଜୀବନକୁ ପାଇବେ, ଆମ ଦ୍ୱାରା ସେମାନେ ସ୍ୱର୍ଗକୁ ପ୍ରବେଶ କରିବେ। ଜଣେ ବି ନାହିଁ ଯିଏକି ଆମ ଦ୍ୱାରା ସେମାନେ ପରିତ୍ରାଣ ପାଇବେ ବୋଲି ବିଶ୍ୱାସ ରଖିଛନ୍ତି। କିନ୍ତୁ ଆମ ଦ୍ୱାରା କେବଳ ସେମାନେ ମୃତ୍ୟୁ, ଅଭିଶାପ, ଆଶୀର୍ବାଦ ନାହିଁ, ଏପରି ବିଷୟ ଆମ ଭିତରେ ପରିପୂର୍ଣ୍ଣ ଅଛି ବୋଲି ସେମାନେ ଶୈତାନ ଦ୍ୱାରା ଠକା ଯାଇକି ଦେଖୁଛନ୍ତି। କିନ୍ତୁ ପରମେଶ୍ୱର ତମ ବାକ୍ୟ ଦ୍ୱାରା ଆଜି ଦେଖେଇଲ ଯେ ଆମ ଭିତରେ ସୁସମାଚାର ଅଛି, ମଙ୍ଗଳର ସୁସମାଚାର ଅଛି, ପରିତ୍ରାଣର ବାକ୍ୟ ଅଛି। ଆଉ ପ୍ରଭୁ, ସିଓନର ପର୍ବତ, ଆର ଅର୍ଥ ଆତ୍ମିକ ଭାବରେ ଯେଉଁ କଷ୍ଟ ଅଛି, ସମସ୍ୟା ଅଛି,
ଯେତେବେଳେ ସିଓନର ପର୍ବତରେ ଚାଲିକି ଯାଉଛୁ, ସେ ସମୟରେ ଆମର ପାଦ ଶୋଭାଯୁକ୍ତ, ମାନେ ଅତି ଉତ୍ତମ ସୁନ୍ଦର ଦେଖାଯାଉଛି। ଏ ସୁସମାଚାର ପାଇଁ ବୋଲି ଆମ ପାଦ ସୁନ୍ଦର ଶୋଭା। ସତରେ ପରମେଶ୍ୱର ଏପରି ମୂଲ୍ୟବାନ ଆଜି ମଧ୍ୟ ତମେ ବାକ୍ୟକୁ ଦେଇଛ, ସେଥିପାଇଁ ଧନ୍ୟବାଦ ଦେଉଛୁ। ଆଜି ତମ ହୃଦୟ ଦ୍ୱାରା ଯେଉଁ କାମ ପାଇଁ ଆମେ ପାଦ କାଢିବୁ, ସେ କାମ ତମେ ସଫଳ କରିବା ପାଇଁ ଯାଉଛ, ସେଥିପାଇଁ ଧନ୍ୟବାଦ ଦେଉଛୁ। ଆଉ ପରମେଶ୍ୱର ଆଗାମୀ ଦିନମାନଙ୍କରେ ମଧ୍ୟ ଆମମାନଙ୍କୁ ସୁସମାଚାର ନିମନ୍ତେ ବ୍ୟବହାର କରିବା ପାଇଁ ଯେ ପ୍ରସ୍ତୁତ ଅଛ, ସେଥିପାଇଁ ଧନ୍ୟବାଦ ଦେଉଛୁ ପରମେଶ୍ୱର। ଆମ ଗାଁର ଲୋକମାନଙ୍କୁ ପ୍ରଭୁ ଏହି ସତ୍ୟ ସୁସମାଚାର ଶୁଣାଅ। ଯେଉଁମାନଙ୍କୁ ତୁମେ ବାଛିଲ ସେମାନଙ୍କୁ ପ୍ରଭୁ ଶୁଣାଅ। ହଁ ପ୍ରଭୁ, ଆଜି ପର୍ଯ୍ୟନ୍ତ ଅବିଶ୍ୱାସ କରି, ସନ୍ଦେହ କରି, ତରଳରେ ବାହାରକୁ ଗଲୁ, ଅନେକଙ୍କୁ ହରେଇଲୁ, ସେମାନେ ନରକକୁ ପଳେଇଲେ। ପ୍ରଭୁ, ଯେପରି ଜଣେ ମଧ୍ୟ ନ ହରାଉ। ମୋର ପାଦ ଶୋଭାଯୁକ୍ତ, ମୋ ଭିତରେ ଶାନ୍ତିର ସୁସମାଚାର ଅଛି, ପରିତ୍ରାଣର ବାକ୍ୟ ଅଛି। ମୋ ହୃଦୟ ଭିତରେ ପ୍ରଭୁ ଉତ୍ତମ କାର୍ଯ୍ୟ ଆରମ୍ଭ କଲେ। ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତା ସିଦ୍ଧ ସାଧନ, ଆଉ ମୋ ଆଗରେ ମୋ ପଛରେ ପ୍ରଭୁ ଅଛନ୍ତି। ସେଥିପାଇଁ ମୋ ପ୍ରଭୁ ହେଉଛନ୍ତି ମୋର ଆରମ୍ଭ, ପ୍ରଭୁ ହେଉଛନ୍ତି ମୋର ଶେଷ। ଯେତିକି ଜଣ ଝୁଣ୍ଡେ ବସିଛୁ ପ୍ରଭୁ, ନିଜ ନିଜ ଘର ଯେଉଁ ବିଷୟ ଅସମାଧାନ ଅଛି, ଅବିଶ୍ଵସ୍ତତା ଅଛି, ସବୁ ତମେ କାଢିଦେଲ। ଆଉ ସମସ୍ତଙ୍କ ହୃଦୟରେ ତମେ କଥା କହିଲ, ସେଥିପାଇଁ ଧନ୍ୟବାଦ ଦେଉଛି ପ୍ରଭୁ। ଯେଉଁମାନେ ଜଏନ୍ କରୁନାହାନ୍ତି ସେମାନଙ୍କ ପାଇଁ ମୋତେ ପ୍ରାର୍ଥନା କରୁଛି ପ୍ରଭୁ, ସେମାନଙ୍କର ସହବର୍ତ୍ତୀ ହୁଅ। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦେଇ ପ୍ରାର୍ଥନା ଯୀଶୁଙ୍କ ନାଁରେ ମାଗିଲେ, ଆମେନ୍। ଧନ୍ୟବାଦ। ଅଷ୍ଟମକୁ ବେଶୀ ବେଶୀ ଧନ୍ୟବାଦ। ସତରେ ଯେତେବେଳେ ପାଷ୍ଟର କହୁଥିଲେ, ମୁଁ ବି ବହୁତ ଗୁଡେ ହୃଦୟକୁ ପାଇଲି। ମୁଁ ଜାଣିନି ଆପଣମାନେ ପାଇଛନ୍ତି ନା ନାହିଁ। ସତରେ 4 ଜଣ କୁଷ୍ଟିଙ୍କ ଷ୍ଟୋରିକୁ ମଧ୍ୟ ପାଷ୍ଟର କହୁଥିଲେ। ସତରେ ଏଇ କାହାଣୀରେ ଯୋଉ ଏଙ୍ଗେଲରେ ଦେଖିଲେ ମଧ୍ୟ, କେ ମଧ୍ୟ ଜଣେ ମଣିଷ ଭାବରେ ପସିବଲ ନାହିଁ। ସତରେ ମୁଁ ଯେତେବେଳେ ଆଜି ଶୁଣୁଥିଲି ବାକ୍ୟକୁ, ସେ ଜାଗାରେ ଇମାଜିନ କରୁଥିଲି କି ଯେ ସତରେ ଯଦି ଏଇ 4 ଜଣ କୁଷ୍ଟି ନଥାନ୍ତେ, ତାହେଲେ ପରମେଶ୍ୱର ନିଜେ ଆସିକି ଅମାଲ୍ୟ ଲୋକମାନଙ୍କୁ ଗୋଡେଇ ଦେଇଥାନ୍ତା। ଆଉ ନିଜେ ପରମେଶ୍ୱର ଭୂଇଁକି ଆସି ଖାଦ୍ୟ ଗୁଡାକ ପ୍ରକୃତରେ ସେ ଜାଗାରେ ଗେଟ୍ ସାମ୍ନାରେ ନିଜେ ପରମେଶ୍ୱର ଆସିକି ଗେଟ୍ ଖୋଲିଥାନ୍ତେ ନା କଣ। ସତରେ ଏ ବିଷୟ ମୁଁ ଇମାଜିନ କରୁଥିଲି, ଯଦି 4 ଜଣ କୁଷ୍ଟି ନଥାନ୍ତେ। ସତରେ କାହାଣୀ ବେଶୀ ଇମ୍ପସିବଲ ଜଣେ ମଣିଷ ପାଇଁ, କିନ୍ତୁ ଈଶ୍ୱରଙ୍କ ପାଇଁ ସତରେ ସେ ଜାଗାରେ ବେଶୀ ପ୍ରତ୍ୟେକ ଜିନିଷ ପସିବଲ। କିନ୍ତୁ ମୁଁ ଏ ସମୟରେ ଯେତେବେଳେ ଶୁଣୁଥିଲି, ସତରେ ହୃଦୟକୁ ପାଇଥିଲି କଣ ପଏଣ୍ଟ ହଉଛି ସବୁଠାରୁ ଇମ୍ପୋର୍ଟାଣ୍ଟ। କୋଉ ପଏଣ୍ଟ ନା, ଏ ଯୋଉ 4 ଜଣ କୁଷ୍ଟି ଯୋଉଟା ନିଷ୍ପତ୍ତି ନଉଛନ୍ତି, ଆମେ ମରିବା ତ ମରିବା, ଏ ଜାଗାରେ କାହିଁକି ମରିବା? ଆମେ ଅମାଲ୍ୟ ସୈନ୍ୟ ଦଳକୁ ଯାଇକି ସେଇଠି ମରିବା। ଏ ଯୋଉ ପଏଣ୍ଟ ନାଇଁ କି, ଏ ସ୍ଥିତି ପ୍ରତ୍ୟେକ ମଣିଷର ଲାଇଫରେ ନିଷ୍ପତ୍ତି ନେବା ଦରକାର। ମାନେ ଏ ସ୍ଥିତିକୁ ଆମେ ଡିସାଇଡ କରିବା ଦରକାର, ଭେଟିବା ଦରକାର। କାହିଁକି ନା ଏଇଟା ଗୋଟେ ପଏଣ୍ଟ, ଯୋଉ ପଏଣ୍ଟରେ କି ଆଜି ପାଷ୍ଟ ଯେମିତି କହିଲେ, କେତେ ବ୍ୟୁଟିଫୁଲ ଶୋଭାଯୁକ୍ତ ସୁସମାଚାର ପାଇଁ। ଦାଟ୍ସ ଗୋଟେ ପଏଣ୍ଟ। ସେଇଟା ହିଁ ଗୋଟେ ପଏଣ୍ଟ, ନିଷ୍ପତ୍ତି, ଯୋଉଟା କି ସୁସମାଚାର ପାଇଁ ବେଶୀ ବ୍ୟୁଟିଫୁଲ ହବ। ସତରେ ସେ ପଏଣ୍ଟରେ ଯେତେବେଳେ ସେମାନେ ଯାଉଛନ୍ତି, ପଢୁଛନ୍ତି, ଶୋଇକି ଉଠୁଛନ୍ତି, ଏଇଟା କଣ ପାଷ୍ଟର କହିଲେ 12 ପଦରେ, ଆଗେ ପଛରେ ପରମେଶ୍ୱର ଅଛନ୍ତି। ପରମେଶ୍ୱର ଆକା ସେମାନଙ୍କୁ ଉଠେଇଲେ, ପରମେଶ୍ୱର ଆକା ସେମାନଙ୍କୁ କଢେଇକି ନେଲେ ଅପ୍ ଟୁ ଗେଟ୍ ପର୍ଯ୍ୟନ୍ତ। ସତରେ ଆଜି ଯେତେବେଳେ ମୁଁ ଶୁଣୁଥିଲି ବାକ୍ୟକୁ, ମୁଁ ମୋ ହୃଦୟକୁ ଦେଖି ପାରିଲି। ମୁଁ ଗୋଟେ ଜିନିଷ ବିଲିଭ କରୁନି, କଣ ଗୋଟେ ପଏଣ୍ଟକୁ ମୁଁ ଯାଇପାରୁନି, କଣ ମୁଁ ମରିବି ତ ମରିବି ସୁସମାଚାର ପାଇଁ ମରିବି, ନହେଲେ ମୁଁ ଯିବି ତ ଯିବି ସୁସମାଚାର ପାଇଁ ପାଦ କାଢିବି।
ମୁଁ ଯାହା କରିବି ତ କରିବି ସୁସମାଚାର ପାଇଁ କରିବି, ଏ ପ୍ରକାର ହୃଦୟ ପ୍ରକୃତିରେ ମୁଁ ସେ ପଏଣ୍ଟ କୁ ମୋ ହୃଦୟ ଯାଇପାରୁନି। କିନ୍ତୁ ଏ ସମୟରେ ସେ ଯେତେବେଳେ ବାକ୍ୟକୁ ଶୁଣିଲି ସତରେ ପରମେଶ୍ୱର ମୋ ହୃଦୟକୁ ଦେଖେଇଲେ ଖ୍ରୀଷ୍ଟିୟ ମାନଙ୍କ ଲାଇଫ ର କଷ୍ଟ ଅପେକ୍ଷା ମୋର ତ ହାତ ଗୋଡ ସବୁ ଜିନିଷ ଭଲ ଅଛି, ମୁଁ କେତିକି ପରିମାଣରେ ଆଉ ମୁଁ କରି ନ ପାରିବି, ଏ ପ୍ରକାର ହୃଦୟକୁ ମୁଁ ପାଇଲି। ସେଥିପାଇଁ ସତରେ ବେଶୀ ଧନ୍ୟବାଦ ଦିଏ ପାଷ୍ଟରଙ୍କୁ ମଧ୍ୟ ଆଉ ପରମେଶ୍ୱରଙ୍କୁ ମଧ୍ୟ। ପରମେଶ୍ୱର ମୋ ଆଗ ପଛରେ ଅଛନ୍ତି ପ୍ରତ୍ୟେକ ଜିନିଷକୁ ସେ ସମ୍ଭାଳିବା ପାଇଁ। ଜଷ୍ଟ ଏତିକି ଯେ ମୁଁ ସୁନ୍ଦର ଭାବରେ ହୃଦୟରେ ଗୋଟେ ହୃଦୟରେ ମୁଁ ପାଦ କାଢିବାଟା ହଉଛି ମୋର କାମ। ସେଥିପାଇଁ ବେଶୀ ଥ୍ୟାଙ୍କ ୟୁ। ପରମେଶ୍ୱରଙ୍କୁ ମଧ୍ୟ ଛୋଟ ହୃଦୟକୁ ଦେଲେ, ତଥାପି ବି ବେଶୀ ମହାନ ହୃଦୟ ଆମ ମାନଙ୍କ ପାଇଁ। ସେଥିପାଇଁ ଆମେ ସେ ପଏଣ୍ଟକୁ ଭେଟିବା, ଆମେ ମରିବା ତ ମରିବା ଅମାନିକ ଲୋକମାନଙ୍କ ସାମ୍ନାରେ ଯାଇକି ମରିବା। ସତରେ ଏ ପ୍ରକାର ହୃଦୟକୁ ନେଇକି ଆପଣ ମାନେ ମଧ୍ୟ ସେ ଜାଗାରେ ବଞ୍ଚନ୍ତୁ। ଆଉ ଯେତେବେଳେ ପରିସ୍ଥିତି ଆଇଲେ ମଧ୍ୟ ପରମେଶ୍ୱର ଆମ ଆଗ ପଛରେ ଅଛନ୍ତି, ଏ ହୃଦୟକୁ ନେଇକି ଆପଣ ମାନେ ନିଜର ଜୀବନକୁ ଆଗକୁ ନିଅନ୍ତୁ। ସେଥିପାଇଁ ବେଶୀ ଧନ୍ୟବାଦ ଆପଣ ମାନେ ଯିଏ ବି ଜଏନ ହେଇଛନ୍ତି, ଆଉ ଏ ହୃଦୟକୁ ନେଇକି ଆପଣ ମାନେ ସେଇଠି ନିଜର ଆତ୍ମିକ ଜୀବନକୁ କ୍ରମାନ୍ୱୟ କରିବେ ବୋଲି ମୁଁ ଆଶା କରୁଛି। ସେଥିପାଇଁ ଆଜିର ସେକ୍ସନକୁ ଏତିକିରେ ଆମେ ପ୍ରକୃତିରେ ଶେଷ କରିବା। ପୁନର୍ବାର ଆମେ ମାନେ କାଲିକି ଭେଟ ହବ। ସମସ୍ତଙ୍କୁ ନମସ୍କାର।